ଆଜିର ମୁଁ ଯୋଉ କ୍ଲାସ୍ ରଖିଛି କିଛି ଛୋଟ ଛୋଟ କନସେପ୍ଟ ଗୁଡାକ ଆମର ଜାଣିବା ନିହାତି ଦରକାର ଯୋଉଗୁଡାକ ଆଜି ଅଛି ଆମେ ରଖିଛି ପରସେଣ୍ଟେଜ କମ୍ପୋଜିସନ। ଏଟା ଆମେ ପଢିନାହାନ୍ତି। ପ୍ରିସିଜନ ଆଉ କଣ ଆଉ ଆକୁରେସି କଣ ପଢିବା। ଆଇସୋଟୋପ କଣ, ଆଇସୋବାର କଣ, ଆଇସୋଟୋନ, ଆଇସୋମର୍ସ, ଆଇସୋଷ୍ଟର୍ସ, ଆଇସୋଡାୟାପର ଏଗୁଡାର ଡାଇରେକ୍ଟ କ୍ୱେଶ୍ଚିନ୍ ଆସିବନି, କିନ୍ତୁ ଆର ଆପ୍ଲିକେସନ ଗୁଡାକ ଜାଣିବା ନିହାତି ଦରକାର। ଆଟମିକ ମାସ କଣ ପଢିବା, ଆଇସୋଟୋପିକ ମାସ କଣ ପଢିବା, ଆଉ ମଲିକୁଲାର ମାସ, ଫର୍ମୁଲା ମାସ କଣ କହୁଛନ୍ତି ସେଗୁଡା ସବୁ ପଢିବା ଅଛି। ଛୋଟ ଛୋଟ କନସେପ୍ଟ ଗୁଡାକ ସବୁ ଗୁଡାକ ଆଜି ସାରିଦେବା। ତାପରେ ଆମର ନେକ୍ସଟ ଲଙ୍ଗ ଲଙ୍ଗ କନସେପ୍ଟ ଗୁଡା ଇମ୍ପୋର୍ଟାଣ୍ଟ ଚାପ୍ଟର ଗୁଡା ପଢିବା। ଇମ୍ପୋର୍ଟାଣ୍ଟ କନସେପ୍ଟ ଗୁଡା ମୂଳ କନସେପ୍ଟ ଏଗୁଡା ସବୁ ଷ୍ଟାର୍ଟ କରିବା। ତ ଫାଷ୍ଟ ଦେଖିବା ପରସେଣ୍ଟେଜ କମ୍ପୋଜିସନ। ପରସେଣ୍ଟେଜ କମ୍ପୋଜିସନ କହିଲେ କଣ? ପରସେଣ୍ଟେଜ କମ୍ପୋଜିସନ ଆମେ ଯଦି କହିବା କଣ ନା ମାସ୍ ପରସେଣ୍ଟ ଅଫ ଆନ୍ ଏଲିମେଣ୍ଟ ଆମେ କେମିତି ବାହାର କରୁଛନ୍ତି? ଯଦି ବାହାର କରିବା ଲେଖିବା କଣ ନା ପରସେଣ୍ଟେଜ ହେଲେ ମାସ୍ ପରସେଣ୍ଟେଜ ଅଫ ଆନ୍ ଏଲିମେଣ୍ଟ ଆମେ କେମିତି ବାହାର କରୁଛନ୍ତି ନା ମାସ୍ ଅଫ ଆମେ ଯାହାର ଏଲିମେଣ୍ଟ ର ପରସେଣ୍ଟେଜ ବାହାର କରିବା ତାର ଯୋଉ ମାସ୍ ଟା ନେବା, ତାହେଲେ କଣ ଲେଖିବା? mass of the mass of that element in compound divided by କଣ ହବ? ମୋଲାର ମାସ୍ କହିପାରିବା କିମ୍ବା ମାସ୍ ଅଫ ଦ କମ୍ପାଉଣ୍ଡ ବି କହିପାରିବା କି ନାଇଁ? ମୋଲାର ମାସ୍ ଅଫ ଦ କମ୍ପାଉଣ୍ଡ ବି କହିଲେ ବି ହବ। ମୋଲାର ମାସ୍ ଅଫ ଦ କମ୍ପାଉଣ୍ଡ ସିମ୍ପଲି ଯାହାର ଆମେ କଣ ବାହାର କରିବା, ଯାହାର ପରସେଣ୍ଟେଜ ବାହାର କରିବା ତାର ମାସ୍ ଟା ଉପରେ ରହିବ, ତାପରେ ଟୋଟାଲ ମାସ୍ ରହିବ ତଳେ, ଟୋଟାଲ ମାସ୍ ଅଫ ଦ କମ୍ପାଉଣ୍ଡ ହେଲା। ଇଣ୍ଟୁ କଣ ରହିବ, ପରସେଣ୍ଟେଜ ଯେହେତୁ ବାହାର କରୁଛନ୍ତି ତାହେଲେ କଣ ଦେବା, ଇଣ୍ଟୁ କଣ ଦେବା, 100 ଦେବା ହେଲା। ଇମ୍ପୋର୍ଟାଣ୍ଟ କଣ ଗୋଟେ ଫର୍ମୁଲା ଟା ତାପରେ କ୍ୱେଶ୍ଚିନ୍ ପଡି ଯାଉଛି, ଆରଏସଟି ରେ ପଡିଥିଲା ତ ଏଟାକୁ ମନେ ରଖିବା। ଯଦି ଏକ୍ସାମ୍ପଲ ଆମେ ନେଇଯିବା, ମନେକର ଗୋଟେ ମୁଁ ଏକ୍ସାମ୍ପଲ ନଉଛି, ତାହେଲେ H2O, ତାହେଲେ ଏଠି H2O ର କେତେ ହେଲା, ତାହେଲେ ମାସ୍ ମୋଲାର ମାସ୍ କେତେ H2O ର କେତେ, ଇଏ କେତେ 2 ପ୍ଲସ ଇଏ କେତେ 16, 2 ଆଉ 16 କେତେ ହେଲା 18। ତାହେଲେ ଆମେ ଯଦି ମୁଁ ବାହାର କରିଲି କଣ ମାସ୍ ପରସେଣ୍ଟେଜ କାହାର ବାହାର କରିବି, ମାସ୍ କାହାର ବାହାର କରିବି, ମାସ୍ ପରସେଣ୍ଟେଜ ଅଫ ଅକ୍ସିଜେନ ଯଦି ବାହାର କରୁଛି ତାହେଲେ କଣ ହବ, ଅକ୍ସିଜେନ ର ମାସ୍ କଣ ହଉଛି, ମାସ୍ ଅଫ ଦ୍ୟାଟ ଏଲିମେଣ୍ଟ ଇନ କମ୍ପାଉଣ୍ଡ କାହାର, ଅକ୍ସିଜେନ ର କେତେ 16 ଡିଭାଇଡେଡ ବାଇ ଟୋଟାଲ ମାସ୍ କେତେ 18 into 100 ହେଲା କି ନାଇଁ? କେମିତି ବାହାର କରିପାରିବା? ଆଉ ଯଦି ଗୋଟେ ଏକ୍ସାମ୍ପଲ ନେବା, ମନେକର ମୁଁ ଏକ୍ସାମ୍ପଲ ନେଲି କଣ H2SO4, ଏଠି ଅକ୍ସିଜେନ ର କେତେ ହବ, ପରସେଣ୍ଟେଜ ଅଫ ଅକ୍ସିଜେନ କେତେ ହବ, ଅକ୍ସିଜେନ କେତେ ପରସେଣ୍ଟ ଅଛି, ଟୋଟାଲ ମାସ୍ କେତେ, ଟୋଟାଲ ମାସ୍ କେତେ 2, ହାଇଡ୍ରୋଜେନ ସଲଫର କେତେ 32, ଅକ୍ସିଜେନ କେତେ 16, 16 into 4 ହେଲେ 64, 64 ହେଲେ କେତେ ହେଲା 64, 4 2 60 30 90 4 98 98 ହେଲା। 90 ହେଲେ ଅକ୍ସିଜେନ ର କେତେ ଅଛି, ଟୋଟାଲ ଅକ୍ସିଜେନ କେତେ କେତେ ଅଛି 64 କି ନାଇଁ, ତାହେଲେ କେତେ ହେଇଯିବ 64 ଡିଭାଇଡେଡ ବାଇ 98 ଇንଟୁ କେତେ ହେଇଯିବ 100 ହେଲା। ସେଇ ଟାଇପ ର ମୁଁ ଯଦି ଆଉ ଏକ୍ସାମ୍ପଲ ନେଇ କିଛି କମ୍ପାଉଣ୍ଡ କିଛି ଦେଇଥିବ, ବ୍ଲୁ ଭାଇଟ୍ରେଲ ହଉ କି ବଡ ବଡ କମ୍ପାଉଣ୍ଡ ଗୁଡା ମୋର୍ ସଲ୍ଟ ହଉ ଏଗୁଡା ଯଦି ଦେଇଥାଏ, MgSO4 ମନେକର କଣ 7H2O, ମୁଁ ଯଦି କହିବି ଏଠି କେତେ ପରସେଣ୍ଟେଜ ଅଫ H2O କେତେ ଅଛି, ତାହେଲେ କେତେ ହବ, ଟୋଟାଲ ଆମେ ବାହାର କରିବା କି ନାଇଁ, ତାହେଲେ ମାଗ୍ନେସିୟମ ର କେତେ 12, ସଲଫର ର 32, ଅକ୍ସିଜେନ ର କେତେ ହେଇଯିବ 64, ଇଏ କେତେ H2 ହେଇଯାଉଛି 18, ଇଏ ହେଲା 7 into 18, ଟୋଟାଲ ହେଇଯିବ କେତେ, ଟୋଟାଲ ହେଇଯିବ 18 7 କେତେ, ଇଏ ହେଇଯିବ 126 ବୋଧେ ନା, ତାହେଲେ ଇଏ ହେଇଯିବ କେତେ 12 ହେଲେ ଇଏ 64 64 ହେଲେ ମିଶେଇଲେ କେତେ ଆସୁଛି 12 64 26 କୁଆଡେ ପଳେଇଲା, ଇଏ କେତେ ହେଇଯିବ, ଇଏ ହେଲେ 26 64 ହେଲେ 246 ହଉଛି। ତାହେଲେ ଆମର କାହାର ବାହାର କରିବାର ଅଛି ନା H2O ର କହିଛି, ମାଗ୍ନେସିୟମ କେତେ?
ମାଗ୍ନେସିୟମ୍ 24 ନା ନାଇଁ କି? ହଁ Yes. 24 ହେଲେ ମିଶିଲେ କେତେ ହଉଛି? 24 32 64 ତାହେଲେ 72 ହେଇଯିବ 126 126 ହେଲେ 64 ଠିକ ଅଛି 246 ହେଉଛି। ତାହେଲେ କେତେ ହଉଛି ଇଏ କେତେ ଆମର କ୍ୱାର୍ଟର କେତେ ହେଇଯିବ? ତାହେଲେ 7 ଇଣ୍ଟୁ କେତେ 126 ଏଟାକୁ ଆମେ ଡାଇରେକ୍ଟ ବି 126 ଲେଖିଥିଲେ ହବ। ଏଟା କାହିଁ କେତେ ହେଇଯିବ ଏଟା 126 ଲେଟରେ ଜଏନ୍ କଣ ପାଇଁ କରୁଛନ୍ତି କ୍ଲାସ୍ ବଗାରେ ଏତିକି ହେଲା ପରସେଣ୍ଟେଜ ହେଲା କି ନାଇଁ କାର H2 ର ଟିକେ 1 ମିନିଟ୍ ୱେଟ୍ କରନ୍ତୁ ମୁଁ ଜଏନ୍ କରିଦଉଛି କିଏ ଜଏନ୍ ଲେଟରେ ଜଏନ୍ କରୁଛନ୍ତି ଠିକ ଅଛି ନେକ୍ସଟ ଯିବା ଏଟା ବୁଝି ହେଲା ତ ସମସ୍ତଙ୍କୁ ଆମେ କେମିତି ବାହାର କରିବା ଯାର ମାସ ପଚାରିଥିବ ତାର ମାସ ଉପରେ ରଖିବା ତାପରେ କଣ ଟୋଟାଲ ମାସ ରଖିବା ଇଣ୍ଟୁ କଣ କରିବା 100 କରିଦବା ପରସେଣ୍ଟେଜ କମ୍ପୋଜିସନ ପଳେଇ ଆସିବ କେତେ ପରସେଣ୍ଟ ଦେଇଛି ଏଇଟା ଆମର ଗୋଟେ ବାହାର କରିବା ଯଦି ଗୋଟେ ଦେଇଛି NH2 CONH2 ତାହେଲେ ନାଇଟ୍ରୋଜେନ ର କେତେ 14 ଇଏ ହାଇଡ୍ରୋଜେନ ର 2 କାର୍ବନ ର 12 ଅକ୍ସିଜେନ ର 16 ନାଇଟ୍ରୋଜେନ ର କେତେ 14 ଇଏ ହେଇଯିବ 2 ଆକୁ ମିଶିଲେ କେତେ ହେଇଯିବ 14 16 30 30 ଇଏ ହେଲା 2 2 4 ନା ଇଏ ହେଲା 30 ଇଏ 10 44 2 କେତେ ହେଇଯିବ 46 42 ଇଏ ଗଲା କେତେ 48 12 60 ହେଇଯିବ 60 ଚାର ପଚାଶ ମନେକର ଏଠି କଣ କରୁଛି ଫାଇଣ୍ଡ ଦ ପରସେଣ୍ଟେଜ କମ୍ପୋଜିସନ ଅଫ ଦ ଫଲୋଇଂ କମ୍ପାଉଣ୍ଡ ତାହେଲେ ଆମେ ଗୋଟେ ଗୋଟେ ବାହାର କରିପାରିବା ତାହେଲେ ନାଇଟ୍ରୋଜେନ ର କେତେ ହେବ ନାଇଟ୍ରୋଜେନ ର କେତେ ହେଇଯିବ ନାଇଟ୍ରୋଜେନ କେତେ ଅଛି ଏଠି 14 ଅଛି ଏଠି କେତେ ଅଛି 14 ଅଛି 28 ହେଇଯିବ ତାହେଲେ କେତେ ହେଇଯିବ ନାଇଟ୍ରୋଜେନ ଯଦି ବାହାର କରିବି ପରସେଣ୍ଟେଜ କେତେ ହବ 28 ଡିଭାଇଡେଡ ବାଇ କେତେ 60 ଇଣ୍ଟୁ 100 ଏମିତି ଆମେ ଗୋଟେ ଗୋଟେ କରି ସବୁ ଗୁଡାକ ବାହାର କରିଦବା ଏଟା ସହଜ ଗୁଡାକ ଏଟା ନିଜେ ବାହାର କରିଦେବେ ଏଟା ସବୁ କମ୍ପାଉଣ୍ଡର ବାହାର ହାଇଡ୍ରୋଜେନ କେତେ ଅଛି କାର୍ବନ କେତେ ପରସେଣ୍ଟ ଅଛି ଅକ୍ସିଜେନ କେତେ ନାଇଟ୍ରୋଜେନ କେତେ ଏଗୁଡା ସବୁ ବାହାର କରିଦେବେ ଏଇଟା ଆମର ପଡିଥିଲା RHT ର ଗୋଟେ କ୍ୱେଶ୍ଚିନ୍ ମୁଁ ବାହାର କରି ରଖିଛି ଦେଇଛି on combustion of 0.246 gram of organic compound gave 0.198 gram of carbon dioxide and 0.1014 gram of water determine the percentage composition of carbon in compound carbon କେତେ compound ରେ ତାହେଲେ ଏଟା ଦେଇଛି ଆମର କଣ ଗୋଟେ combustion ହଉଛି ମାନେ କଣ ହଉଛି କହିପାରିବେ କଣ ହଉଛି ଜଳୁଛି ତାହେଲେ କୋଉଠି ଅକ୍ସିଜେନ ରେ ଗୋଟେ ଅର୍ଗାନିକ କମ୍ପାଉଣ୍ଡ ଆମକୁ ଜଣା ନାହିଁ ଦେଇନାହିଁ ଅର୍ଗାନିକ କମ୍ପାଉଣ୍ଡ ଦେଇଛି ଆଉ ଫର୍ମ କଣ ହଉଛି ଟୁ ଗେଭ୍ କରୁଛି କଣ କାର୍ବନ ଡାଇଅକ୍ସାଇଡ ସରି ହେଲେ କେତେ ଦଉଛି ନା କାର୍ବନ ଡାଇଅକ୍ସାଇଡ ଦଉଛି ଆଉ କଣ ଦଉଛି ପ୍ଲସ୍ କଣ ଦେଇଛି ୱାଟର H2O ତାପରେ କଣ କମ୍ବୋଷ୍ଟନ କେତେ ଗ୍ରାମ ଅର୍ଗାନିକ କମ୍ପାଉଣ୍ଡ ଟା ଦେଇଛି 0. କେତେ 246 ଗ୍ରାମ ଆଉ ଅର୍ଗାନିକ କମ୍ପାଉଣ୍ଡ ପରେ କେତେ କାର୍ବନ ଡାଇଅକ୍ସାଇଡ ଫର୍ମ ହେଇଛି 0.198 ଗ୍ରାମ ଆଉ ୱାଟର କେତେ 0.1014 ଗ୍ରାମ ଏଠି ଆମର ଯିଏ ଲେଖିପାରିବ ରିଆକ୍ସନ ଦରକାର ନାହିଁ ଯଦି ଚାହିଁବେ ଲେଖିପାରିବେ ଏଠି କେତେ CH4 ଆସିବ ଏଠି ବାଲାନ୍ସିଂ କଲେ 2 2 ଆସିବ ଏଠି କମନ ରିଆକ୍ସନ ଟା ହେଲା ନା ମିଥେନ ଅକ୍ସିଜେନ ହେଇକି କମ୍ବଷ୍ଟନ ହେଇକି କଣ ଦଉଛି CO2 ଆଉ H2O କମନ ରିଆକ୍ସନ ଟା ଏଟା ଲେଖିଲେ କିନ୍ତୁ ଦରକାର ପଡିବନି ଏଠି ସେ ଆମକୁ କଣ ପଚାରିଛି determine the percentage composition of the carbon ତାହେଲେ ଆମେ କୋଉଠୁ ବାହାର କରିବା କୋଉଠୁ କମ୍ପୋଜିସନ ବାହାର କରିବା କହିପାରିବେ କି କୋଉ କାର୍ବନ ର କମ୍ପୋଜିସନ ବାହାର କରିବା କହିପାରିବେ କାହାର CO2 ରେ CO2 ରେ ଯୋଉ କାର୍ବନ ଅଛି ତାର ହିଁ କମ୍ପୋଜିସନ ର କାର୍ବନ କମ୍ପାଉଣ୍ଡ ବାହାର କରିବା ପରସେଣ୍ଟେଜ କମ୍ପୋଜିସନ CH4 ରେ କାହିଁକି ବାହାର କରିବାନି କାରଣ CH4 କଣ ଅଲରେଡି ତ କଣ ହେଲା କମ୍ବଷ୍ଟନ ହେଇଯାଇଛି ଜଳି ଯାଇଛି ତେଣୁ ୟାର ଫର୍ମ ହେଇଛି ଆର ହିଁ ସେ ପଚାରୁଛି ଇନଡାଇରେକ୍ଟଲି ତାହେଲେ କାର୍ବନ ଏଠି କେତେ 12 ତାହେଲେ ଟୋଟାଲ କେତେ କାର୍ବନ ଡାଇଅକ୍ସାଇଡ ରହିଲେ ନା ଇଏ 16 16 32 12 କେତେ 44 ଟୋଟାଲ କେତେ ହେଲା 44 ତାହେଲେ ଆମର ଯଦି ଖାଲି କାର୍ବନ ର ବାହାର କରିଥାନ୍ତେ କେତେ ହେଇଥାନ୍ତା 12 ବାଇ 44 ହେଇଥାନ୍ତା କିନ୍ତୁ ଏଠି କଣ ଦେଇଛି ୱେଟ ବି ଦେଇଦେଇଛି ଆମର ଏତିକି ଥିଲା ଏତିକି ଫର୍ମ ହେଇଛି କେତେ 0.198 ଥିଲା କେତେ 0.246 ତାହେଲେ କେତେ ହେଇଯିବ କେତେ ଫର୍ମ ହେଇଛି 0.198 ଡିଭାଇଡେଡ ବାଇ କେତେ ହେଇଯିବ କୁହନ୍ତୁ 0.246 ପଳେଇ ଆସିବ
ବାହାର କରିଦେଲେ ପଳେଇ ଆସିବ ୟାର 21.95% ଇଣ୍ଟୁ ପରସେଣ୍ଟ କରିଦେବେ ଇଣ୍ଟୁ 100 କରିଦେଲେ ପଳେଇ ଆସିବ। ହେଲା ବୁଝିହେଲା ଏଟା? ବୁଝିହେଲା କି ସମସ୍ତଙ୍କୁ? ହ୍ୟାଲୋ এটা ইনটুটা কেমতি কଲେ ସାର୍ ସେଇଟା କୋଉଟା? ଇନଟୁ 0.198 ସେଇଟା ଏଇଟା କି ହଁ ଏଇଟା ଆମର ଯଦି ଆମେ ନର୍ମାଲ ଦେଇଥାନ୍ତା କୋଶ୍ଚିନ୍ ରେ ଯେ କାର୍ବନର କେତେ କାର୍ବନ ଡାଇଅକ୍ସାଇଡ କେତେ ପରସେଣ୍ଟ ଆମେ କେତେ 12/44 କରିଥାନ୍ତେ କି ନାଇଁ? ଏଇଟା କରିଥାନ୍ତେ ନା ନାଇଁ? କରିଥାନ୍ତେ। କିନ୍ତୁ ଏଠି ଦେଇଛି ଏତିକି ଗ୍ରାମ ଆମର ହଁ ଥିଲା। ଏତିକି ଗ୍ରାମ କଣ ହେଇଛି? CO2 ଫର୍ମ ହେଇଛି। ତାହେଲେ କେତେ ପରସେଣ୍ଟ ଫର୍ମ ହେଇଥିବ କହିଲେ? କେତେ ପରସେଣ୍ଟ ଫର୍ମ ହେଇଥିବ? 0.198 ଡିଭାଇଡେଡ୍ ବାଇ 0.2486 ଇଣ୍ଟୁ 100 ଏତିକି ତ ଆମର ଫର୍ମ ହେଇଥିବ ନା ଏତିକି ପରସେଣ୍ଟ। କିନ୍ତୁ ଆମେ ପରସେଣ୍ଟେଜଟା ବାହାର କରିବାକୁ କହିଲେ ଆମକୁ କଣ? ତାର ଇଏଟା ବାହାର କରିବା ମାସ୍ ନେଇକି ମୋଲାର ମାସ୍ ନେଇକି ବାହାର କରିବା। ବୁଝିଲା ନା ନାଇଁ? ତେଣୁ ଇଣ୍ଟୁ କଣ କରିବା ଏଠି? ଇଣ୍ଟୁ 12/44 କରିବା। ବୁଝିଲା? ୟେସ୍ ସାର୍ ହଁ। ଏଇଟା ତାପରଟା ଏଇଟା ବୋଧେ PCM ରେ ପଡିଥିଲା। ଏଇଟା ହଉଛି CBZ ରେ ଥିଲା। ଅନ୍ କମ୍ପ୍ଲେଣ୍ଟ କମ୍ବସନ ଅଫ ସେଇ କ୍ୱେଶ୍ଚିନ୍ ଟା ଅଛି ଅର୍ଗାନିକ କମ୍ପାଉଣ୍ଡ ହାଭିଂ ଏତିକି ସେଇ ସେମ୍ ଜିନିଷ ଦେଇଛି। ଏଇ ସେମ୍ ଦେଇଛି ଡିଟରମାଇନ୍ ଦ ପରସେଣ୍ଟେଜ କମ୍ପୋଜିସନ ଅଫ ହାଇଡ୍ରୋଜେନ। ହାଇଡ୍ରୋଜେନ ବାହାର କରିବାକୁ ହେଲେ ବି ତାହେଲେ କେତେ ଗ୍ରାମ ଏଇଟା ଦେଇଛି ହାଇଡ୍ରୋଜେନ? ଏଇଟା ଆମେ ମୋ ରିଆକ୍ସନ ଟା ଲେଖିଦେଲି। ତାହେଲେ ହାଇଡ୍ରୋଜେନ କେତେ ଏଠି ଆମର ହେଇଯିବ? ହାଇଡ୍ରୋଜେନ ଟା ହେଇଯିବ କେତେ? 2/18 କିମ୍ବା ମାନେ 4 ଆମେ ଯଦି କରିବା ବି ହବ ଏକା କଥା 4 ବାଇ କେତେ 18 ରେ 36 କଲେ ବି ହବ 2/18 କଲେ ବି ହବ ଏକା କଥା ତ 2 ରେ କଟିଯିବ। ତାହେଲେ କେତେ ରହିବ ଆଉ ଏଠି କେତେ ଦେଇଥିଲା ଫର୍ମ ହେଇଥିଲା ଏଇଟା ଦେଇଛି ବା ଏଠି 0.1014 ଅଛି ଡିଭାଇଡ୍ ବାଇ କେତେ ରୁ ନା 0.246 ରୁ ତାହେଲେ ଏଇଟା ପଳେଇ ଆସିବ କିନ୍ତୁ ଏଠି ଦେଇଛି କଣ ଯୋଉ ଇଏଟା କଣ କି 0.458 ପରସେଣ୍ଟେଜ ଦେଇଛି ନା ପରସେଣ୍ଟେଜଟା ଏତିକି ପରସେଣ୍ଟେଜ ହେଲେ ଆମେ ତାକୁ ଡିଭାଇଡ କରିଦେଲେ 100 ରେ ସେଟା କଣ ଏଇଟା ପଳେଇ ଆସିବ ହେଲା କି ନାଇଁ 4.58 ଏଇଟା ଆକ୍ଚୁଆଲି କେତେ ଇଣ୍ଟୁ 100 କରିଦେଲେ କେତେ ହେଇଯିବ ଏଟା 0.0458 କୁ ଆମେ ଯଦି ଇଣ୍ଟୁ 100 କରିଦବା କେତେ ପଳେଇ ଆସିବ ହେଇଯିବନି କି ଏଟା ଯୋଉ 4.58 ବୋଲି ବୁଝିଲା ନା ନାଇଁ ସେଇଟା ସେଇ ସମାନ ଏଇଟା ଖାଲି କଣ ଦେଇଦେଇଛି ଇଏରେ ପରସେଣ୍ଟେଜ ଇଏରେ ଏଠି ଡାଇରେକ୍ଟ ପରସେଣ୍ଟେଜ ରେ ଦେଇଦେଇଛି ଏଠି ତାକୁ କଣ ଡିଭାଇଡ କରିକି ଦେଇଦେଇଛି ଇଣ୍ଟୁ କରି ବୁଝିଲା ନେକ୍ସଟ ଯିବା ତାପରେ ଦେଇଛି ପ୍ରିସିଜନ ଆଉ ଆକୁରେସି ଆକୁରେସି କାହାକୁ କହିବା ଆଉ ପ୍ରିସିଜନ କାହାକୁ କହିବା ପ୍ରିସିଜନ କାହାକୁ କହିବା ଜାଣିଛନ୍ତି ପ୍ରିସିଜନ କାହାକୁ କହିବା ଆଉ ଆକୁରେସି କାହାକୁ କହିବା କେହି ଜାଣିଛନ୍ତି କି ସ୍କ୍ରିନ୍ କଟୁଛି ସାର୍ କଟି ଯାଉଛି କି ସ୍କ୍ରିନ୍ ଦେଖାଯାଉନି ସ୍କ୍ରିନ୍ ହଁ ଏବେ ଆସିଲା ସାର୍ ନେଟୱାର୍କ ପ୍ରୋବ୍ଲେମ ଥିବ କଣ ପ୍ରିସିଜନ କାହାକୁ କହିବା ଆକୁରେସି କାହାକୁ କହିବା ପ୍ରିସିଜନ କଣ ନା କ୍ଲୋଜନେସ ଭାଲ୍ୟୁ ଆକୁରେସି କଣ ନା ଟ୍ରୁ ଭାଲ୍ୟୁ ହେଲେ କି ନାଇଁ ତାହେଲେ ଆକୁରେସି ଟା କଣ ଟ୍ରୁ ଭାଲ୍ୟୁ ଆଉ ପ୍ରିସିଜନ ଟା ଆମର କ୍ଲୋଜନେସ ଭାଲ୍ୟୁ ମୁଁ ଲେଖି ଦଉଛି କ୍ଲୋଜନେସ ଭାଲ୍ୟୁ ଟା ପ୍ରିସିଜନ ଆମେ କାହାକୁ କହିବା ନା ପ୍ରିସିଜନ ଆମେ କାହାକୁ କହିବା ଇଟ୍ ଇଜ ଦ କଣ କହିବା ଇଟ୍ ଇଜ ଦ କ୍ଲୋଜନେସ it is the closeness of various measurement for the same quantity ସିମ୍ପଲ ଏଇଟା କଣ କ୍ଲୋଜନେସ କୁ ବୁଝାଉଛି ଆଉ ଇଏ କଣ ଆକୁରେସି ଟା ହଉଛି ଆମର ଟ୍ରୁ ଭାଲ୍ୟୁ କୁ ବୁଝାଉଛି ଗୋଟେ ଏକ୍ସାମ୍ପଲ ନେଲେ ବୁଝିପାରିବେ କୋଉଟା ଟ୍ରୁ ଭାଲ୍ୟୁ କେମିତି ହଉଛି ଆକୁରେସି କେମିତି ହଉଛି ଏଇଟା କଣ ନା ଇଟ୍ ଇଜ ଦ କଣ ଆମେ କହିପାରିବା କୁ ଇଟ୍ ଇଜ ଦ ଏଗ୍ରିମେଣ୍ଟ କହିପାରିବା agreement of a particular value to the କଣ true value ଗୋଟେ ଏକ୍ସାମ୍ପଲ ନେଇଯାଉଛି ଜାଣିପାରିବେ କେମିତି ଅଛି
ପ୍ରିସିଜନ କୋଉଟା ଆକୁରେସି, ଏଇଟା କିନ୍ତୁ କ୍ଲୋଜନେସ୍ କୁ ବୁଝଉଛି, ଏଇଟା ଖାଲି ସିମ୍ପଲ ମନେ ରଖନ୍ତୁ କଣ ଟ୍ରୁ ଭାଲ୍ୟୁ କୁ ବୁଝଉଛି। ତାହେଲେ ଯଦି ଦେଖିବା ମୁଁ ଗୋଟେ ଏକ୍ସାମ୍ପଲ ନଉଛି, ଗୋଟେ ଅବଜରଭେସନ ନଉଛି, ଦେଖ ଗୋଟେ ଅବଜରଭେସନ ହେଲା। ତାହେଲେ ଅବଜରଭେସନ ରେ ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ ଅବଜରଭେସନ ନେଇଗଲି। ମନେକର ଏଠି ଷ୍ଟୁଡେଣ୍ଟ ଏ ଅଛି, ଏଠି ବି ଅଛି, ଏଠି କଣ ସି ଷ୍ଟୁଡେଣ୍ଟ ଅଛି। ତାହେଲେ ଗୋଟେ ଦେଇଛି କେତେ 23.22 ଗ୍ରାମ, ଗୋଟେ ଦେଇଛି 23.33 ଗ୍ରାମ, ଗୋଟେ ଦେଇଛି 23.22 ଗ୍ରାମ, 25 ଗ୍ରାମ ଯାହା ଲେଖିଲେ ବି ଚଳିବ। ତାପରେ ଏଠି ଦେଇଛି ଗୋଟେ 23.30 ଗ୍ରାମ, 23.05 ଗ୍ରାମ, ହେଇଯିବ 23.17 ଗ୍ରାମ, ଗୋଟେ ଦେଇଛି 23.44 ଗ୍ରାମ, ये ଦେଇଛି 23.46 ଗ୍ରାମ, ଆଉ ଗୋଟେ ଦେଇଛି 23.45 ଗ୍ରାମ ହେଲା। ଆମକୁ ସେ सर स्क्रीन कटुची କଟୁଛି ସ୍କ୍ରିନ୍, ସମସ୍ତଙ୍କୁ କଟୁଛି କି ସ୍କ୍ରିନ୍? କଟୁଛି ସାର୍, ଆଜ୍ଞା କଟୁଛି। କଟୁଛି ସାର୍ ମତେ ଲାଗୁଛି ସାର୍ सर ମତେ ଲାଗୁଛି ସେ ଜଏନ୍ କରୁଥିବ ତ, ସେଥିପାଇଁ ଆପଣ ଦେଖନ୍ତୁ ନା ଟିକେ, କିଏ ଯୋଉ ଜଏନ୍ କରୁଥିବ ମତେ ଲାଗୁଛି, ସେଥିପାଇଁ ସ୍କ୍ରିନ୍ ଟା କଟି ଯାଉଛି ଆଉ ଆପଣଙ୍କର ସାଉଣ୍ଡ ଟା ବି କଟି ଠିକ ସାର୍ ଆସୁନି। ନା ଜଏନ୍ ତ କେହି କରିନାହାନ୍ତି ସ୍କ୍ରିନ୍। ଆଉ ଗୋଟେ ମିନିଟ ରହିଲେ ୱେଟ୍ କରନ୍ତୁ, ମୁଁ ଟିକେ ଆଉ ଥରେ ଇଏ କରୁଛି। share ମୋବାଇଲରେ କଲେ କୁଆଡେ ନେଟୱାର୍କ ପାଉନି ନା କଣ, ସେଥିପାଇଁ କଟି ଯାଉଛି। ହଁ କିଏ ଗୋଟେ ଜଏନ୍ କରିବାକୁ ନା କଣ ହେଇଯିବ। ଏବେ ଆସିଲା କି ସ୍କ୍ରିନ୍? ଏବେ ଆସିଲା କି? ମୁଁ ଓପନ କରିନି, ଓପନ କରୁଛି। ଏବେ ଆସିଲା କି ସ୍କ୍ରିନ୍ ଦେଖିଲେ? नहीं सर ଆସିନି? ନାଇଁ ସାର୍ ଆସିନି। ଆସିନି? ଗୋଟେ ମିନିଟ ରୁହନ୍ତୁ ଦେଖେ। नहीं सर ऐसे नहीं ଜଏନ୍ ହେଇଯାଆନ୍ତୁ ଜଲ୍ଦି ଜଲ୍ଦି, ଆଉ ଡିଷ୍ଟର୍ବ କରୁଛନ୍ତି ଆଉ। ଏବେ ଦେଖିଲେ ଆସିଲା କି? आसिला सर एबे ହଁ आज्ञा ଦେଖନ୍ତୁ। ସାର୍ आसिला ଆସିଲା ଆସିଲା। ହଁ ଟିକେ ଜଲ୍ଦି ଜଏନ୍ ହେଇଯିବେ, କ୍ଲାସ ଇଏ ଡିଷ୍ଟର୍ବ କଲେ ଅଧାରେ ରେକର୍ଡ ହଉଛି ନା କ୍ଲାସ, ୟୁଟ୍ୟୁବରେ ଅପଲୋଡ ହଉଛି, ସେଟା ଡିଷ୍ଟର୍ବ ଅଧାରେ କଲେ ଅସୁବିଧା। ଯେ ଦେଖିବ ତାକୁ ବିରକ୍ତ ଲାଗିବ ନା ନାଇଁ, କ୍ଲାସରେ ଇଏ ହେଲେ ଡିଷ୍ଟର୍ବାନ୍ସ କ୍ରିଏଟ ହେଲେ। ତାହେଲେ ମୋର କଣ ଗୋଟେ ଧର ଗୋଟେ ଟ୍ରୁ ଭାଲ୍ୟୁ ଦେଇଛି, ଲେଟେଷ୍ଟ କନସିଡର ଗୋଟେ ଟ୍ରୁ ଭାଲ୍ୟୁ ଆଗରୁ ଦେଇ ଦେଇଥିବ, ମନେକର ଟ୍ରୁ ଭାଲ୍ୟୁ ଗୋଟେ ଦେଇ ଦେଇଛି, ଟ୍ରୁ ଭାଲ୍ୟୁ ଆମେ ନେଇଗଲେ ଗୋଟେ କେତେ मुई सर कटि गला କଟିଗଲା, କଟିଗଲା ସାର୍, ଭଏସ୍ ବି कटि गला ଭଏସ୍ ବି କଟିଗଲା। କଟି ଯାଇଛି ସାର୍, ଭଏସ୍ ବି ଆସୁନି ଆଉ। ଟିକେ ୱେଟ୍ କରନ୍ତୁ, ନେଟୱାର୍କ ବୋଧେ ଇସ୍ୟୁ ରହୁଛି ଆଜି ଆଉ। କଣ କରିବା କ୍ଲାସ୍ ଏତେ ବଡ ପ୍ରୋବ୍ଲେମ। ଏବେ ଭଏସ୍ କ୍ଲିୟର ଆଉଛି କି ଦେଖିଲେ? ହଁ ସାର୍ ଏବେ ଆସ। आज्ञा एबे आसुची सर ସ୍କ୍ରିନ୍ ଦେଖିଲେ ଟିକେ ଏଇ ଜଏନ୍ କରୁଛନ୍ତି ପିଲା ତ, ସେ ପ୍ରୋବ୍ଲେମ ହଉଛି। ଆହୁରି ଅଛନ୍ତି ନା ନାଇଁ? ହେଲେ ଯୋଉ ଦେଖିଲେ ସ୍କ୍ରିନ୍ ଆସିଲା କି ଏବେ? आज्ञा ହଁ ହଁ, ସାର୍ आसिला ଜଏନ୍ ହେଇଯିବେ ଜଲ୍ଦି ଜଲ୍ଦି, ଏମିତି ହେଲେ ପ୍ରୋବ୍ଲେମ ଅଛି। ମନେକର ଗୋଟେ ଟ୍ରୁ ଭାଲ୍ୟୁ ଦେଇଛି 24.45, ମନେକର ଟ୍ରୁ ଭାଲ୍ୟୁ ଗୋଟେ ଦେଇଦେଇଛି କେତେ 24.45 ଗ୍ରାମ, ଟ୍ରୁ ଭାଲ୍ୟୁ ଟା ଦେଇଦେଇଛି ଏତିକି, ହେଲା କି ନାଇଁ? ଆମର କଣ କହିଥିଲା ପ୍ରିସିଜନ, ଆମେ କାହାକୁ କହିବା ନା ତାର କଣ କ୍ଲୋଜନେସ୍ ଥିବ, ମେଜରମେଣ୍ଟ ରେ କଣ କ୍ଲୋଜନେସ୍ ଅଛି। ତାହେଲେ ଏଠି ଦେଖ 23.22 ଏ ରେ ଅବଜରଭେସନ ଏ କୁ ଦେଖ, ଅବଜରଭେସନ ଏ କୁ ଅବଜର୍ଭ କର, ଏରେ କେତେ 23.22 ଅଛି, 23.23 ଅଛି, 23 ପଏଣ୍ଟ କଣ 2225 ଯାହା 26 ଅଛି। ତାହେଲେ ଆଙ୍କ ଭିତରେ କଣ କ୍ଲୋଜନେସ୍ ଅଛି ନା ନାଇଁ? କ୍ଲୋଜନେସ୍ ଅଛି। କଣ ସବୁ ସବୁ 23 ର ସେ 23.2 ର ପାଖାପାଖି ସବୁ ଟର୍ମ ଗୁଡାକ କି ନାଇଁ, ସବୁ ଭାଲ୍ୟୁ ଗୁଡାକ, ତେଣୁ ତାଙ୍କ ଭିତରେ କଣ ଅଛି କ୍ଲୋଜନେସ୍ ଅଛି।
ତାହେଲେ ଇଏ କଣ ହବ ପ୍ରିସାଇଜ ହଉଛି କଣ କହିବା ଆକୁ ଆମେ ପ୍ରିସିଜନ ବୋଲି କହିବା ପ୍ରିସାଇଜ ବୋଲି କହିବା ଲେଖିବନି ଆକୁ ଆମେ କଣ ଏଇଟାକୁ କଣ କହିବା ପ୍ରିସାଇଜ କହିବା ପ୍ରିସାଇଜ ହଉଛି ବୁଝିଲା ନା ନାଇଁ ଦେଖ 20 B ରେ ଦେଖ 23.30 ହଉଛି 23 ପଏଣ୍ଟ କଣ କରୁଛି 05 ହଉଛି 23.17 ହଉଛି ତେଣୁ କଣ ଇଏ ଭାରିୟସ୍ କଣ ଇଏ ଭାରିଏବୁଲ ହଉଛି କି ନାଇଁ ଏ ପାଖାପାଖି କ୍ଲୋଜନେସ୍ ରହୁନି ଗୋଟେ ଅଧିକା ଆସିଲା ବେଳକୁ ଗୋଟେ କମ ପଳେଇ ଆସୁଛି ତା ଆଭରେଜ ଟା ହୁଏତ ପାଖାପାଖି ସେମ୍ ଆସି ଯାଇପାରେ କିନ୍ତୁ କଣ ଗୋଟେ ଭାଲ୍ୟୁ ଗୁଟା କଣ ଅଲଗା ଅଲଗା ପଳେଇ ଆସୁଛି ତେଣୁ ତେଣୁ ଏଇଟା କଣ ହେଲା ଇଏ କ୍ଲୋଜନେସ୍ ରହୁନି ତାହେଲେ ଏଇଟା କଣ ଆମର ପ୍ରି ସାଇଜ ବୋଲି ଆମେ କହିବାନି ଆକୁ ଆମେ ପ୍ରି ସାଇଜ ବୋଲି କହିବା ନାହିଁ ହେଲା ଇଏ ପ୍ରି ସାଇଜ ନୁହଁ କିନ୍ତୁ ଏଇଠି ଦେଖ ଅବଜରଭେସନ ସି କୁ ଦେଖ ଆମର କି ଏଇଠି କେତେ 23 ପଏଣ୍ଟ କଣ ଅଛି 4 ଅଛି 44 ଅଛି 46 ଅଛି 45 ଅଛି ତାହେଲେ କଣ ଅଛି ସବୁ ଗୁଡା କଣ ପାଖାପାଖି ଭାଲ୍ୟୁ ଗୁଡାକ କ୍ଲୋଜନେସ୍ ରହୁଛି ତାଙ୍କ ଭିତରେ କଣ ଭାଲ୍ୟୁ ଭିତରେ କଣ ହଉଛି କ୍ଲୋଜନେସ୍ ରହୁଛି ଏଠି ଦେଖ ତାହେଲେ ଏଇଟା କଣ ସବୁ ପ୍ରି ସାଇଜ ଗୁଡାକ ତାହେଲେ ପ୍ରି ସାଇଜ ଗୁଡାକ ତେଣୁ ଇଏ ଦିଟା ପ୍ରି ସାଇଜ ଅଛି ଗୋଟେ ହେଲା କଣ ଏଟା ବି ପ୍ରି ସାଇଜ ଆଉ ସିଟା ବି ପ୍ରି ସାଇଜ କିନ୍ତୁ ବି ଟା କଣ ପ୍ରି ସାଇଜ ନୁହେଁ କାହିଁକି ତା କଣ ଭାଲ୍ୟୁ ଭିତରେ କଣ ଅଛି କ୍ଲୋଜନେସ୍ ନାହିଁ କିନ୍ତୁ ତାପରେ ଆମର କଣ କହୁଥିଲା ଆକୁରେସି କଣ ଆକୁରେସି ଟା କଣ କହୁଛି ଯିଏ ଟ୍ରୁ ଭାଲ୍ୟୁ କୁ କଣ କରୁଥିବ ଟ୍ରୁ ଭାଲ୍ୟୁ କୁ ଯେ ପର୍ଟିକୁଲାର ଗୋଟେ ଟ୍ରୁ ଭାଲ୍ୟୁ କୁ ଯେ ଇଏ କରୁଥିବ ତାହେଲେ ଏଠି ଟ୍ରୁ ଭାଲ୍ୟୁ କୁ କିଏ କମ୍ପେୟାର କରିପାରୁଛି ଦେଖ ଟ୍ରୁ ଭାଲ୍ୟୁ କେତେ ଅଛି ଆମର 23 ପଏଣ୍ଟ କେତେ ଅଛି 45 ଅଛି ତାହେଲେ ଏଇ ସି ଭାଲ୍ୟୁ ଟା ଆମର କଣ ହଉଛି ଆକୁରେସି ବି ହଉଛି ନା ନାଇଁ କ୍ଲୋଜନେସ୍ ଅଛି ସିଏ କଣ ପ୍ରିସାଇଜ ବି ହଉଛି ପ୍ରିସିଜନ ବି ହଉଛି ଆଉ ଆକୁରେସି ବି ହଉଛି ଏଟା ଦେଖ ଏରେ କେତେ 23.22 23.23 23.26 ଏଇ ଟାଇପ ର ରହୁଛି ତେଣୁ ଇଏ ପ୍ରି ସାଇଜ ତ ରହୁଛି କିନ୍ତୁ ଆମର ଟ୍ରୁ ଭାଲ୍ୟୁ କୁ ମ୍ୟାଚ କରୁନି ମ୍ୟାଚ କରୁଛି କି ମ୍ୟାଚ କରୁନି ତେଣୁ ଇଏ କଣ ଓନ୍ଲି ଇଏ କଣ ହେଇଯିବ ଓନ୍ଲି ପ୍ରି ସାଇଜ ଇଏ କଣ ହେଇଯିବ ଓନ୍ଲି ପ୍ରି ସାଇଜ ହେଇଯିବ ବା ପ୍ରି ସିଜନ ବି ଆମେ କହିପାରିବା ପ୍ରି ସାଇଜ କିନ୍ତୁ ବି ଟା କଣ ନା ନାଇଦର ପ୍ରି ସାଇଜ ନୁହଁ କି ନର ବି କଣ ହବ ଆକୁରେସି ବି ନୁହଁ ବୁଝି ହେଲା ବି କଣ ହବ ପ୍ରି ସାଇଜ ବି ନୁହଁ କଣ ବି ଟା କଣ ହେଇଯିବ ବିଟା ପ୍ରି ସାଇଜ ବି ନୁହଁ ଆଉ କଣ ଆକୁରେସି ବି ନୁହଁ କିଛି ବି ନୁହଁ କିନ୍ତୁ ଏଟା କଣ ହଉଛି ଏଟା ହେଇଯାଉଛି ଆମର କଣ ଏଟା କଣ ଖାଲି ପ୍ରି ସାଇଜ ହବ ଆଉ ସିଟା କଣ ପ୍ରି ସାଇଜ ବି ଆଉ କଣ ଆକୁରେସି ବି ହେଲା ଏବେ ବୁଝିପାରିଲେ ସମସ୍ତେ ପ୍ରିସିଜନ ଟା ହଉଛି କଣ କ୍ଲୋଜନେସ୍ ମେଜରମେଣ୍ଟ ଆଉ ଆକୁରେସି ଟା ହଉଛି କଣ ଟ୍ରୁ ଭାଲ୍ୟୁ କୁ ଯିଏ ମ୍ୟାଚ କରୁଥିବ ତାହେଲେ କଣ ଏଟା ହଉଛି ଆମର କଣ ହେଲା କ୍ଲୋଜନେସ୍ ହେଲା ସେଇଟା କଣ ଟ୍ରୁ ଭାଲ୍ୟୁ କୁ ମ୍ୟାଚ କରୁଛି ୱିଥ ଆକୁରେସି ରହୁଛି ତେଣୁ ଏଟା ଆକୁରେସି ଆଉ ରହୁଛି ଆଉ ନେକ୍ସଟ ଯିବା ଆଇସୋଟପ୍ସ ଆଇସୋଟପ କାହାକୁ କହିବା ଆଇସୋଟପ यार କୋଉଠି କଣ Atoms having same atomic number, different mass number. ସେମ କଣ ରହିବ ଏଠି କଣ ରହିବ Atomic number. ସେମ ରହିବ Atomic number ଆଟମିକ same. ନମ୍ବର ସେମ ଆଟମିକ ନମ୍ବର ରହିବ କଣ Mass ହବ number different. ମାସ ନମ୍ବର କଣ ହବ ଡିଫରେଣ୍ଟ ହବ ଏ ଖାଲି ଜାଣିବା କଥା ଆର କ୍ୱେଶ୍ଚିନ୍ ଡାଇରେକ୍ଟ ତ ଆସିବନି କିନ୍ତୁ କଣ କି ଆର ଆପ୍ଲିକେସନ କ୍ୱେଶ୍ଚିନ୍ ଗୁଡ଼ା ପଳେଇ ଆସିବ କେତେବେଳେ କୋଉଠି ଆଇସୋଟପ ଦେଇଥିବ କଣ ଦେଇଥିବ ତାହେଲେ ଏକ୍ସାମ୍ପଲ ଆମେ ଯଦି ନେଇଯିବା ଜାଣିବା କଥା ସେଥିପାଇଁ ଆଉ ତାହେଲେ Hydrogen. ଏକ୍ସାମ ହାଇଡ୍ରୋଜେନ କଣ ହାଇଡ୍ରୋଜେନ 1 ହାଇଡ୍ରୋଜେନ କଣ H. ଡ୍ୟୁଟେରିୟମ ହାଇଡ୍ରୋଜେନ କଣ Deuterium. 1 2 8 1 Tritium. ହୁଁ, 1 ଆଉ କଣ Tritium. ଏକ୍ସାମ୍ପଲ କାର୍ବନ ବି କଣ ଅଛି 612 ଅଛି କାର୍ବନ କଣ ଅଛି 613 ଅଛି 6. କାର୍ବନ କଣ 614. ଅଛି 14 ବି ଅଛି ଆଉ ଆମେ ଯଦି କ୍ଲୋରିନ 614. ବି ନେବା କ୍ଲୋରିନ ବି 1735 ଅଛି ଆଉ କଣ କ୍ଲୋରିନ କଣ ଅଛି 17 କଣ 37 ବି ଅଛି ଆଇସୋବାର ଆମେ କାହାକୁ କହିବା କଣ ରହିବ ଏଠି ରହିବ ଡିଫରେଣ୍ଟ Same ଆଟମିକ mass ନମ୍ବର number, different atomic number. ଡିଫରେଣ୍ଟ ଅଲଗା କଣ ହବ ଆଟମିକ ନମ୍ବର Atomic ରହିବ number. କଣ କିନ୍ତୁ Mass number same. ସେମ ମାସ ନମ୍ବର ମୁଁ କହିଥିଲି ମାସ ନମ୍ବର କଣ ପ୍ରୋଟନ ପ୍ଲସ କଣ ଥିଲା ନ୍ୟୁଟ୍ରନ Neutron. ପଢେଇଥିଲି ଫାର୍ଷ୍ଟ କ୍ଲାସ ରେ ତାହେଲେ ଏକ୍ସାମ୍ପଲ ଆମେ ଯଦି ନେବା ତାହେଲେ କଣ ହବ ଆର୍ଗନ କିଏ କହିପାରିବେ ଏକ୍ସାମ୍ପଲ ଆର୍ଗନ 14 ଆଉ କଣ କ୍ୟାଲସିୟମ 20 କଣ 40 ତାହେଲେ ଏଠି କଣ ମାସ ନମ୍ବର ଟା କଣ ହଉଛି ସେମ ରହୁଛି Same ରହିବ. ଆଇରନ୍ ବି କଣ 26 58 ଅଛି ତାହେଲେ ଆଉ ଗୋଟେ କଣ ଅଛି ନିକେଲ ବି କଣ 27 58 କଣ ହଉଛି ମାସ ନମ୍ବର ଟା ସେମ ରହୁଛି ଏଠି କଣ ଥିଲା ଆଟମିକ ନମ୍ବର ଗୁଡା ସେମ ଥିଲା ଏଠି କଣ ଥିଲା ମାସ ନମ୍ବର ଗୁଡା ସେମ ଅଛି ନେକ୍ସଟ ଯିବା ଆଇସୋଟୋନ୍ସ କାହାକୁ କହିବା କହିପାରିବେ
न्यूट्रॉन नंबर सेम रहिथिबो सेम रहबो आटम ऑफ हम कहि परिया आटम ऑफ डिफरेंट एलिमेंट हेले भी हे परिबो having कोन हबो सेम नंबर ऑफ न्यूट्रॉन सेम नंबर ऑफ न्यूट्रॉन ताले एग्जांपल दे परिबे ऑक्सीजन केते 8 16 से टाइप रो कोन नाइट्रोजन केते 7 15 अछि कार्बन 6 14 देखंतु न्यूट्रॉन केते होछि एटी केते 16 हेले 8 एटी केतेटा न्यूट्रॉन 8 न्यूट्रॉन एटी भी 15 7 गले 8 टा न्यूट्रॉन एटी भी केतेटा 16 6 गले 8 टा न्यूट्रॉन ହେଲା तापर बढ़िया आइसोमर्स जानचंती कोन जानचंती जो रेडियो एक्टिव एलिमेंट गुडा कोन होबे मास नंबर कोन थिबे सेम मास नंबर थिबे सेम एटॉमिक नंबर थिबे किंतु ताको तनो प्रॉपर्टीज गुडा को डिफरेंट देखौथिबे ହେଲା कि नै हम कहि परिबा एटम्स ऑफ लिखि दो जना एटम्स ऑफ रेडियो एक्टिव एलिमेंट having same कोन हबो एटॉमिक नंबर एंड सेम कोन रहइबो मास नंबर रो भी सेम रहइबो सेम मास नंबर बट डिफरेंट कोन रहइबो रेडियो एक्टिव प्रॉपर्टीज आकु एमिति भी हम कहि परिबा केमति कहले कि ऑर्गेनिक जानचंती कि एडा ना फिजिकल रे ऑर्गेनिक जानचंती ऑर्गेनिक ऊपर हम कहि परिबा सेम मॉलिक्यूलर फार्मूला बट डिफरेंट कोन स्ट्रक्चर एंड प्रॉपर्टीज कि नै और हम कहि परिबानी सेम कोन हबो मॉलिक्यूलर फार्मूला कोन रहउची ऑर्गेनिक जे जानिथि मेडा हिते आगो कहलिनी ऑर्गेनिक जानिथि ना नै फार्मूला व्हाट कोन हबो डिफरेंट कोन हेजिबो डिफरेंट स्ट्रक्चर और प्रॉपर्टीज स्ट्रक्चर कोन थिबो एग्जांपल के दे परिबे कहि परिबे आइसोमर्स रो आइसोमरिज्म जानचंती तो आइसोमरिज्म सेइथरो आइसोमर्स कोन हबो एग्जांपल ब्यूटेन अछि गोटे कोन हबो ब्यूट कोन अछि ब्यूट 1 ene गोटे कोन हबो ब्यूट 2 ene ताले ब्यूट हेले केते चारिटा कार्बन ताले कोन हबो चारिटा कार्बन ताले कोन अछि 1 1 रे डबल बॉन्ड ताले एटी केते हिजो CH3 तीनटा कार्बन एटी केते हिजो CH2 एठी गोटे हाइड्रोजन एटी केते दीटा ब्यूट 1 ene ताले ब्यूट 2 ene कोन हबो एठी भी चारिटा कार्बन 1 2 3 4 टा कार्बन ताले डबल बॉन्ड कोठ रहइबो सेकंड रे ताले केते एथिरे केते हिजो तीनटा हाइड्रोजन एठी केतेटा तीनटा हाइड्रोजन एठी तीनटा अछि ने गोटे हाइड्रोजन एठी तीनटा अछि ने गोटे हाइड्रोजन जानचंती एगुडा दे परियो तो एटा ल कोन ब्यूट 1 ene आ ब्यूट 2 ene खाली जानि थांतो पढिबा एगुडा आइसोमरिज्म कोठ रे ऑर्गेनिक रे ऑफ कर दियंतु माइक के ऑन करचंती तापर अछि आइसोस्टर्स का कहया मॉलिक्यूल्स कार जार कोन थिबो सेम नंबर ऑफ एटम थिबो आ कोन सेम नंबर ऑफ कोन थिबो इलेक्ट्रॉन थिबो ता कोन कहबा आइसोस्टर्स कोन हबो molecules of different substances कोन हबो having सेम कोन थिबो सेम नंबर ऑफ एटम थिबो एंड कोन थिबो सेम नंबर ऑफ इलेक्ट्रॉन थिबो इलेक्ट्रॉन्स हला एग्जांपल जति हम नै जिबा N2 CO एटी कोन दीटा एटम अछि एटम केतरा दीटा आरबी केतरा दीटा एटम इलेक्ट्रॉन केते अछि नाइट्रोजन ने केते नाइट्रोजन एटम नंबर केते 7 ताले केतरा इलेक्ट्रॉन 14 टा इलेक्ट्रॉन्स कि नै लेटर केतेटा कार्बन ने केतेटा कार्बन एटम नंबर 6 6 टा ऑक्सीजन ने केते प्लस 8 ताले आरबी केते 14 टा इलेक्ट्रॉन आरबी केते 14 टा इलेक्ट्रॉन बुझेला
आटम नंबर कौन थी सेम थी और इलेक्ट्रॉन संख्या भी कौन थी जदि सेम थी ताको हम कौन कहते आइसोस्टेरिक पेयर बोली कह जाए ताको तापर अछि आइसोडायफर हम का कहबा यदि डिफरेंट एलिमेंट रे होची कौन थिबो ना ताको भितरे डिफरेंस ता तो न्यूट्रॉन और प्रोटॉन रो डिफरेंस कौन थिबो सेम थिबो यदि हम लिखिबा आटम हैविंग लिखि दो एगुड़ा को पाइबेनी कोठी आटम हैविंग डिफरेंट एलिमेंट atoms of लिखले होगा having एट लिखा different elements having same difference in the number of neutrons and proton कौन थी न्यूट्रॉन और प्रोटॉन रो डिफरेंस टा कौन थी सेम थी एग्जांपल हम नै गले बुझी परिबे एग्जांपल नेबा मन करो मु जति नै जाउची के कार ना 6 या वटा कार उठे एटी नै 3 बोरॉन केते हिजो 5 11 अछि कार्बन 6 13 देखले होची कि आ कोन अछि ताले आकर भितरे प्रोटॉन केते अछि देखले प्रोटॉन केतेटा अछि यार 5टा आर केतेटा 6टा रहला न्यूट्रॉन आर केतेटा रहला 11 6 गले केते 6टा 13 6 गले केते 7टा ताले से कोन कहउतला नंबर ऑफ न्यूट्रॉन और प्रोटॉन भितर डिफरेंस टा कोन थिबो सेम थिबो देखलो आको भितर डिफरेंस टा 1 की आको भितर डिफरेंस टा 1 की नै हम एमती भी नै पर नाइट्रोजन 7 15 भी परियो बोधे देखले नाइट्रोजन केते 87 रहला एटी केते जो 8 प्रोटॉन हेले ताले आर भी डिफरेंस टा कोन 1 बुझियला आइसो डायफ्राम का कहबा बुझिला ना नै हेलो Yes sir. हां Yes sir. तापर नेक्स्ट जीवा एटॉमिक मास समस्त जानी थिबे एटॉमिक मास कोन करिया एटॉमिक मास गोटे कोन ना गोटे रिलेटिव मास देखिया गोटे पेन नेबा देखा जिवा दरकार तले कोन एटॉमिक मास कोन गोटे रिलेटिव मास एक्चुअल मास नुहे कि कहबेनी कोन एटा गोटे रिलेटिव मास के कोन कहबेनी कि एक्चुअल मास नुहे बोली एक्चुअल मास नुहे हला गोटे रिलेटिव मास आ रिलेटिव काहा को रिलेटिव करके निया होची काहा को कार्बन 12 को रिलेटिव करके निया होची हला कार्बन 12 सहित कोन कंपेयर भी करा होची कोन कंपेयर करा होची और हम कहि परबा रेफरेंस भी कार्बन 12 को निया होची कोन के रेफरेंस निया होची कोन अलगा सब एटम गुडा को वेट जानिया पई हला नारो रेफरेंस रे कहि परिया एतिके कहि परिबे कार्बन को काहे कि रेफरेंस निया गला कार्बन 12 को आ तो सब एलिमेंट अछि कार्बन 12 को काहे कि निया गला कहि परिबे कि कार्बन 12 कोन कार्बन रो कत तीनटा आइसोटोप अछि कार्बन कोन C612 गोटे C613 गोटे कोन C614 गोटे के नै ताले सबटु कार्बन 12 लगभग कोन 98 पॉइंट समथिंग परसेंटेज अवेलेबल अछि हमर पाखरे किंतु ये कोन 1 पॉइंट समथिंग परसेंटेज अछि तो ये कोन मैक्सिमम रहउची आ कोन हम कार्बन को एथि पय नोचे कि हम पाखरे अवेलेबल अछि मन कर हम सोडियम नै थाती एग्जांपल सोडियम को हम कोन हम रखि परिबा कि खाली ताको तो रखिया पय हेले हमको किरोसिन दरकार पड़छि कि नै ताको रखिया पय किरोसिन लिक्विड रखा अछि ताको हम केमति वेट करिया बुझला रिएक्ट करि जो तेनु कार्बन को नै अछि कार्बन को रेफरेंस बोली नै अछि एटॉमिक मास कहले कोन ना एवरेज रिलेटिव मास कानो एवरेज रिलेटिव मास ऑफ isotopes of an element as compared to the mass of C12 atom taken as 12 unit
ଆଉ ତାର କଣ ଆଟମିକ ମାସ ର କଣ ଆଟମିକ ମାସ ହାଜ କଣ ହବ ୟୁନିଟ ଅଛି କି ଆଟମିକ ମାସ ହାଜ କଣ नो यूनिट କିଛି ୟୁନିଟ ନାହିଁ No unit. ତାକୁ ଏକ୍ସପ୍ରେସ କୋଉଥିରେ କରାହଉଛି ଏକ୍ସପ୍ରେସड इन एएमयू କୋଉଥିରେ एएमयू କଲେ ଆଟମିକ Mass ମାସ ୟୁନିଟ ଏକ ଏକ୍ସପ୍ରେସ କରାହଉଛି ହେଲା କେମିତି 1 एएमयू କେମିତି ବାହାର କରିପାରିବା 1 एएमयू କେମିତି ବାହାର କରିପାରିବା ଆମେ କହିପାରିବା atomic mass of an element is the number of times one atom of the element is heavier than 1/12 of the carbon C12 atom କି ନାହିଁ କାର୍ବନ ସହିତ ଆମେ କମ୍ପେୟାର କରୁଛନ୍ତି କଣ 1/12 ସହିତ ଆମେ କହିପାରିବା ଏଇଟାକୁ ଏମିତି ବି ଲେଖିପାରିବା atomic mass equal to ଆମେ କହିପାରିବା mass of କଣ 1 atom of the carbon element କହିପାରିବା କି ନାହିଁ 1 atom of the element sorry element divided by କଣ ହେଇଯିବ carbon C12 atom mass of କଣ ହେଇଯିବ mass of the 1/12 of atom of carbon ଏମିତି ବି କହିପାରିବା ଆଉ କେମିତି ବାହାର କରିପାରିବା 1 AMU is equal to ଆମେ କଣ କରିବା ନା କଣ କରିବା mass of 1 carbon atom of element ଆମେ କେମିତି ନେବା ଧର mass of କଣ ହବ 1 AMU is equal to mass of an atom of carbon 12 divided by କେତେ ହେବ 12 କୁ ରେଫରେନ୍ସ ନିଆଯାଉଛି ତାହେଲେ mass of 1 carbon atom କେତେ କହିପାରିବେ କାର୍ବନ ର କେତେ ମାସ କାର୍ବନ ର କେତେ C12 ର କେତେ ଆମେ ଜାଣିଛନ୍ତି କେତେ 12 ଗ୍ରାମ और କେତେ ମୋଲ ତ ମୁଁ ଲେଖିଦେବି ସାଇଡ୍ ରେ 12 ଗ୍ରାମ per ମୋଲ ତାହେଲେ କେତେ 1 ମୋଲ ରେ କେତେ ରହୁଛି 12 ଗ୍ରାମ 1 ମୋଲ equal to କେତେ atom 6 point କେତେ 023 into 10 to the power 23 Avogadro's number of atom हम କହିପାରିବା ତାହେଲେ କେତେ 12 ଗ୍ରାମ କି ନାହିଁ ତାହେଲେ 1 atom ରେ କେତେ ରହିବ ନା 12 by କେତେ ହେଇଯିବ 6.023 into 10 to the power କେତେ ହେଇଯିବ 23 ହେଇଯିବ ତାହେଲେ ଏଠି କେତେ ହେଇଯିବ mass of carbon atom 12 by କେତେ ହେଇଗଲା 6.023 into 10 to the power କଣ ହେଇଯିବ 23 divided by 12 ତାହେଲେ ଆଉ କେତେ ରହିଲା 1 by 6.023 into 10 to the power 23 ଏଟା କେତେ ଆସିବ 1.6667 into 10 to the power minus 24 ଗ୍ରାମ ଇକ୍ୱାଲ ଟୁ ଆମେ କହିପାରିବା 1 ପଏଣ୍ଟ ପଢେଇ ପରୀକ୍ଷାରେ କେତେବେଳେ ଏକ୍ସାମ ରେ ପଳେଇ ଆସେ 27 kg 1 am equal to ହେଲା ଆଉ ଆଟମିକ ମାସ ଆମେ ଯଦି ନେବା ଏକ୍ସାମ୍ପଲ ନେବି ମୁଁ ଧର ଅକ୍ସିଜେନ ର କହିବି କଣ କହିବି ଆଟମିକ ମାସ ଅଫ ଅକ୍ସିଜେନ ତାହେଲେ କେତେ ହେବ କହିଲେ ଆଟମିକ ମାସ ଅଫ ଅକ୍ସିଜେନ କେତେ ହେବ କେତେ 16 अरे ऑक्सीजन ର ଆଟମିକ ମାସ କେତେ 16. 32. 16 ଆମେ କଣ କହିବା 16 କୁ 16 ଗ୍ରାମ କହିବା 16 ଗ୍ରାମ ଗ୍ରାମ ରେ କହିବା ପ୍ରକାଶ କଲେ 16 ଗ୍ରାମ ନହେଲେ 16 AMU. एएमयू कहवा यू बोली एएमयू को यू बोली कह जाउछि एबे तले एएमयू कहले हबो नले कोन कहबा 16 यू बोली 16 यू ना हम जदी ग्राम रे प्रकाश करिया ताहले जाय के हम कहबा एबे किंतु नॉर्मल जदी हमकु के पचारला तले एटॉमिक वेट केते आछियो तले केते लिखिया 16 यू बोली हला कि नै एटॉमिक मास ऑफ ऑक्सीजन जदी के हला तले केते हेबो 16 यू जदी मास ऑफ ऑक्सीजन एटम पचारला तले केते मास बोली पचारला तले केते हेबो मास ऑफ ऑक्सीजन एटम सेम नो एटॉमिक मास ऑफ ऑक्सीजन जहा मास ऑफ ऑक्सीजन एटम सेम नो ताले मास ऑफ ऑक्सीजन केते 16 यू ताले 16 इनटू केते 1 एम केते थिला हमर 1 यू
1 पॉइंट केते मास पचारछि केते मास बोली 1.67 ताले हम एटा कोन करिया मल्टीप्लाई करिया बुझिला ना नै इनटू 20 केजी रे हो के ए रे हो केजी रे मल्टीप्लाई करले लिखा बुझिला से टाइप रो मोलेकुलर मास भी हम कहि परिबा मोलेकुलर मास ऑफ एटम कोन हो जिवो जदि हबो ताले कोन यूरेन लिखिबा ताले जदि पचारिबो कोन मास ऑफ ताले मोलेकुल्स ताले कोन हो जिवो ताले हम एतिक मल्टीप्लाई करिबा हैला तो पेज रखि देले जानता तापरे पेज मु रखुछि टिके आउटे जगह हलानी शॉर्टेज होछ तो गोटे मिनिट वेट करंतो टिके तापरे एडा कोन ना एवरेज एटॉमिक मास एवरेज एटॉमिक मास कोन जानचंती एवरेज एटॉमिक मास हम काहे कि नेले हम जो कहउचंती कोन हाइड्रोजन रो एटॉमिक मास केते 1 1 पॉइंट समथिंग हेला कि नै सेटा कोन होची हमर कोन होची आइसोटोप गुडा कर कोन होची एवरेज ने आइची हेला कि नै त केमिति बाहर करिया तले कोन हबो काहे कि नेगला हमर एवरेज एटॉमिक मास कारण मोस्ट ऑफ द एलिमेंट कोन अछंती मोस्ट ऑफ द एलिमेंट कोथरे अछंती आइसोटोप रे अछंती आइसोटोप्स हम जो पीरियोडिक टेबल देखुचंती सेटा गोटे हाइड्रोजन नुह सेटा हाइड्रोजन रे सब कोन आइसोटोप रो एटा को निया आइची हेला कि नै तेटा को हम एटम बोली कहबानी पीरियोडिक टेबल रे सेगुडा एलिमेंट गुडा सब हेला कि नै आइसोटोप रे अछंती जदी एग्जांपल हम मन करो क्लोरीन हम एबे जो कहले 35 क्लोरीन कोन 1735 हेला कि नै ताले हम आइसोटोपिक मास का कहबा एटा कोन हे जिवो ना प्रत्येक आइसोटोप रो मास को हम आइसोटोपिक मास आरो जदी ए गोटे आइसोटोप ये भी गोटे आइसोटोप आरो जदी हम कोन खाली रिलेटिव मास बाहर करबा रिलेटिव मास कहले कोन कि से एटॉमिक मास टा रिलेटिव मास बाहर करबा ताले ये कोन हे जिवो आइसोटोपिक मास हे जिवो बुझिला ना नै ताले आइसोटोपिक मास का कहबा आइसोटोपिक मास का कहबा आइसोटोपिक मास का कहबा ताले कोन हबो द रिलेटिव मास रिलेटिव एटॉमिक मास ऑफ कोन हबो each isotope is called isotopic mass isotopic mass ताले हमर एटॉमिक मास हम केमिति बाहर करिया केमिति ना हमर माने कर क्लोरीन कोन हम केते परसेंटेज रे अछंती हम जान नाथि केते परसेंटेज रे अछंती से एक्सपेरिमेंट करि बाहर कराय जे ताले क्लोरीन हमर 35 डा हमर कोन 75% अछि आ क्लोरीन 37 डा केते अछि 25% अछि लागे नै ताले जदी एतिक परसेंट अछि ताले हम कोन हबो एटॉमिक मास हम केमिति बाहर करबा एटॉमिक मास हम बाहर करबा समेशन ऑफ कोडा को जे फ्रैक्शनल करबा एग्जांपल करले जानि परिबे फ्रैक्शनल अबंडेंस तो कोन हे जो आइसोटोपिक मास हला ताले फ्रैक्शनल अबंडेंस समेशन ऑफ फ्रैक्शनल अबंडेंस हेले ताले ये केते अछि 75 एटा हला ओटा लिखि दियो तो ओटा एटा दरकार पड़िबा हमको ताले ये केते अछि 75% ताले हम जदी आकु नै जे मन करो ये गला कोन याकु नै गले मन करो 25 रे काट देले केते जो 3 1 हे जो ताले हमर कोन गोटे तण कोन 35 टा केते रे अछि 35 टा केते 3 अछि आ 37 टा केते अछि 1 अछि डायरेक्ट गुणिले हो शॉर्ट कर देली ताले आइसोटोपिक मास केते हे जो ना कोन 3 इनटू कोन हे जो 35 प्लस केते हे जो 1 इनटू 37 ए डायगोनल जति आसीबो सेटा हे जो कोन एटॉमिक मास किंतु हम कोन कहै छी हम बाहर करिया कोन हमर जो एटॉमिक मास टा ने होची काकू एवरेज को ने होची ताले एवरेज एटॉमिक मास केमति बाहरबो एवरेज एटॉमिक मास केमति बाहरबो ना एवरेज नै जिबा ताले एवरेज नै गले हे जिवो ताले केते हे जिवो 3 इनटू कोन हे जिवो 35 प्लस 1 इनटू केते 70 37 75% नेले भी होबो 75% नै के बाहर करले भी होबो 25% नेले भी होबो ताले केते 4 प्लस 1 सॉरी 3 प्लस 1 नेले केते 4 हे जिवो
3 + 1 ହେଲେ ହେଇଯିବ ଏଟା କେତେ 35.5 ପଳେଇ ଆସିବ। ହେଲା ଏଇଟା କୋଉଟା ଆମର ଯୋଉ କ୍ଲୋରିନ ର ଆଟମିକ ମାସ। କ୍ଲୋରିନ ର ଯୋଉଟା ଆମେ ମାଗୁଛୁ ସେଟା କଣ ଆଟମିକ ମାସ ନୁହେଁ, ଆକ୍ଚୁଆଲି ଏଟା ହଉଛି କଣ ରିଲେଟିଭ ଆଭରେଜ ଆଟମିକ ମାସ। ଏଟା ହଉଛି ରିଲେଟିଭ ଆଭରେଜ ଆଟମିକ ମାସ ଟା। ଜାଣିପାରିଲେ ଆଟମିକ ମାସ କେମିତି ବାହାର କରାଯାଉଛି, କେମିତି ଆଇସୋଟୋପିକ ମାସ ରୁ ଏଟା ଆସିବନି କ୍ୱେଶ୍ଚିନ, ଜାଣିବା କଥା ଆଉ। କ୍ୱେଶ୍ଚିନ ଆସିପାରେ ନ ଆସି ବି ପାରେ, କନସେପଚୁଆଲ ଜିନିଷ ଗୁଡାକ ସବୁ ଆଇସୋଟୋପ ର। ଆକ୍ଚୁଆଲି କେମିତି ଆଇସୋଟୋପ ସବୁଥିରେ ଅଛି, କିନ୍ତୁ ଆଇସୋଟୋପ ର କଣ ସବୁଥିରେ ପରସେଣ୍ଟେଜ ଅଛି। ଯେମିତି କାର୍ବନ ର ବି ସେମିତି କଣ ଅଛି C12 ର ଆର C6 କଣ 13 ର C6 14 ର ଆର ବି କିଛି ପରସେଣ୍ଟେଜ ଅଛି। ଇଏ ଯେମିତି 9 ପଏଣ୍ଟ କେତେ, ୟାର ବି ପଏଣ୍ଟ କେତେ, ୟାର ପଏଣ୍ଟ, ୟାକୁ ବି ଆମେ ଯଦି କଣ କରିବା ଫ୍ରାକ୍ସନାଲ ସହିତ ମଲ୍ଟିପ୍ଲାଏ କରିବା ତାହେଲେ କଣ ଆଭରେଜ ଟା ଆମର କଣ ଆସିବ ସେ 11 ପଏଣ୍ଟ ସମଥିଙ୍ଗ 9 ପଏଣ୍ଟ କେତେ ଆସିଲେ ସେଟା କଣ 11.999 ଏମିତି ଆସୁଛି, ଯୋଉଟା 12 ବୋଲି ନିଆ ହଉଛି, ହେଲା କି ନାଇଁ। ସବୁଥିର ଆଟମିକ ମାସ ଟା ଏମିତି କରିକି ବାହାର କରାଯାଇଛି, ବୁଝିଲା ଆଭରେଜ ଆଟମିକ ମାସ। ତାହେଲେ ଆମେ ଯଦି ଗ୍ରାମ ଆଟମିକ ମାସ ଆମେ କେମିତି ବାହାର କରିବା, ଗ୍ରାମ ଆଟମିକ ମାସ କେମିତି ବାହାର କରିବା, ଯଦି ଆଟମିକ ମାସ କୁ କୋଉଥିରେ ଏକ୍ସପ୍ରେସ କରିବା, ଏକ୍ସପ୍ରେସ କଣ କରିବା ଗ୍ରାମ ରେ କରିଦବା। ଆମର କଣ ଥିଲା ୟୁ ରେ ଥିଲା, ଏମ ୟୁ ରେ, ତାକୁ ଆମେ ଯଦି ଗ୍ରାମ ରେ କରିବା ତାହେଲେ କଣ ହେଇଯିବ ଗ୍ରାମ ଆଟମିକ ମାସ ହେଇଯିବ। ମୁଁ ଯଦି କହିଲି 1 ଗ୍ରାମ ଅଫ atom of oxygen ଆମେ କହିପାରିବି ଗ୍ରାମ ଆଟମିକ ମାସ ଅଫ ଅକ୍ସିଜେନ, ଗ୍ରାମ ଆଟମିକ ମାସ ଅଫ ଅକ୍ସିଜେନ ଯେତେବେଳେ କେତେ 16 କଣ ହେଇଯିବ 16 ଗ୍ରାମ କି ନାଇଁ। ମୁଁ ଯଦି କହିବି ଖାଲି କଣ ହବ ଆଟମିକ ମାସ ଅଫ ଅକ୍ସିଜେନ କେତେ ହବ କହିଲେ କୁହନ୍ତୁ, ଆଟମିକ ମାସ ଅଫ ଅକ୍ସିଜେନ କୁହନ୍ତୁ କେତେ 16 ୟୁ, ହେଲା ନାଇଁ। ଯଦି ଗ୍ରାମ ଆଟମିକ ମାସ ପଚାରିଲେ ତାହେଲେ 16 ଗ୍ରାମ ଅକ୍ସିଜେନ ତାହେଲେ କଣ ହେଇଯିବ 16 ଗ୍ରାମ ହେଇଯିବ। ଗ୍ରାମ 1 ଗ୍ରାମ ଅଫ ଅକ୍ସିଜେନ ଆଟମ ଯଦି ପଚାରିଲି 1 ଗ୍ରାମ ଯଦି ପଚାରିଲି ସେ ଟର୍ମ ଗୁଡାକୁ ଜାଣନ୍ତୁ, ପଚାରିଥିବ କେତେବେଳେ କଣ 1 ଗ୍ରାମ ଆଟମ ଅଫ ଅକ୍ସିଜେନ, ତାହେଲେ ଏଟା ବି କଣ 1 ଗ୍ରାମ ରେ ପଚାରିଛି, ତାହେଲେ କଣ 16 ଗ୍ରାମ। ଗୋଟେ ଆମର ଅଛି କଣ କହିଲେ ଆପ୍ରୋକ୍ସିମେଟଲି ଯୋଉ ସଲିଡ ସ୍ପେସିଫିକ ହିଟ ର ଗୋଟେ ରିଲେସନ ଅଛି, ଆପ୍ରୋକ୍ସିମେଟଲି କଣ ଆଟମିକ ମାସ ଅଫ ସଲିଡ କେମିତି ନିଆଯାଇଛି, ଆଟମିକ ମାସ ଅଫ ଆନ ଏଲିମେଣ୍ଟ ଯୋଉଟା ସଲିଡ ମାନଙ୍କର ବାହାର କରାଯାଉଛି କେମିତି ନା 6.4 ଡିଭାଇଡେଡ ବାଇ କଣ ସ୍ପେସିଫିକ ହିଟ। ହେଲା ଏଟା ମନେ ରଖିଥିବେ, କେତେବେଳେ ଦରକାର ପଡିପାରେ କଣ ଆମକୁ କାଲକୁଲେସନ କରିଲା ବେଳେ, ପ୍ରୋବ୍ଲେମ କଲା ବେଳେ ଏଟାକୁ ଧରିପାରିବା ବେଳେ। ଏଟାକୁ କୁହାଯାଏ କଣ ଡୁଲଙ୍ଗ ପେଟିଲ, ଇଏ ଦେଇଥିଲେ ଏଟା ପଢିଥିଲା ଆରଏଚଟି ରେ, ଏଟା ବହିରେ ମେନସନ ବି ନାହିଁ ନା କୋଉଠି। ଏଟା କିଏ ଦେଇଥିଲେ ଡୁଲଙ୍ଗ ପେଟିଲ। ଏଟା ଗୋଟେ କ୍ୱେଶ୍ଚିନ୍ ଦେଇଛି କଣ, ଏ ସାମ୍ପଲ ଅଫ ଷ୍ଟ୍ରୋଣ୍ଟିୟମ is found to consist of 3 isotopes strontium 86 natural abundance। ଏଇ ଦେଇଛି ତାର ଆଇସୋଟୋପ ଟା ଦେଇଛି କେତେ ଷ୍ଟ୍ରୋଣ୍ଟିୟମ କେତେ 86 ର କେତେ ଦେଇଛି 9.86%। ଆଉ କାର ଦେଇଛି ଷ୍ଟ୍ରୋଣ୍ଟିୟମ 87 ର କେତେ ଦେଇଛି 7.58%। ଷ୍ଟ୍ରୋଣ୍ଟିୟମ କେତେ 88 ର କେତେ ଦେଇଛି ନା 82.56%। ତାହେଲେ ରିଲେଟିଭ ଆଟମିକ ମାସ ଆଟମିକ ମାସ ଦେଇଛି ନା କି, ରିଲେଟିଭ ଆଟମିକ ମାସ ଏଗୁଡା ଦେଇଛି ନା କି, ତାର ଦେଇଛି। ତାହେଲେ ଫାଇଣ୍ଡ ଦ ଆଟମିକ ମାସ ଅଫ ଷ୍ଟ୍ରୋଣ୍ଟିୟମ ବାହାର କରିପାରିବା ନା ନାଇଁ। 86 ର ଆର ରିଲେଟିଭ ଆଟମିକ ମାସ କେତେ ଦେଇଛି, ଏଟା ହେଲା କଣ ପରସେଣ୍ଟେଜ ଆବୁଣ୍ଡାନ୍ସ, ବାହାର କରିପାରିବା ନା ନାଇଁ। ପଢେଇଲେ ବା ଏଇଟା ଆର କେତେ ଦେଇଛି 85.91, ଆର ଦେଇଛି କେତେ 86.91, ତାର ଆର କେତେ ଦେଇଛି 87.91। ଏବେ କଣ କହିଲେ परसेंटेज अबंडेंस इनटू कौन आइसोटोपिक मास, आर आइसोटोप रो मास दे देछि, आर आइसोटोप रो कौन रिलेटिव मास टा दे देछि 86 रा स्ट्रोटियम 86 रा इट मास टा दे देछि। ताले हमर कोन फिला फार्मूला एटॉमिक मास केमति बाहर करता, केमति बाहर करिया
ଏବେ ବା ପଢେଇଲି କଣ ସमेସନ ଅଫ ଫ୍ରାକ୍ସନାଲ ଆବଣ୍ଡାନ୍ସ ଇନଟୁ କଣ ହବ ଆଇସୋଟୋପିକ ମାସ। ଏଠି ତ ଫ୍ରାକ୍ସନାଲ ଆବଣ୍ଡାନ୍ସ ଦେଇଦେଇଛି, ଆଇସୋଟୋପିକ ମାସ ଦେଇଦେଇଛି, ଖାଲି କଣ କରିବା ମଲ୍ଟିପ୍ଲାଏ କରିଦେବା କି ନାଇଁ, ପଳେଇ ଆସିବ। ତାହେଲେ କଣ ହେଇଯିବ 99.86% ହେଲେ ଡିଭାଇଡେଡ ବାଇ 100 ଇନଟୁ କେତେ ହେଇଯିବ, ଏଇଟା 85 ପଏଣ୍ଟ କରିଦେଇଛି 85.91 ବୋଧେ 91, ତାପରେ କେତେ ହେଇଯିବ ଏଇଟା ବି କେତେ ଅଛି, ତାର ହେଇଯିବ କେତେ 7.5, 100 ନେଲେ ନେବେ ନ ନେଲେ ବି ନାହିଁ, 58 ଡିଭାଇଡେଡ ବାଇ କଣ ହେଇଯିବ 100 ଇନଟୁ କଣ ହେଇଯିବ 86.91, ଏଇଟା 86.91 ଏଇଟା ହେଇଯିବ 82.56 ଇନଟୁ କଣ ହେଇଯିବ, ଏଇଟା ହେଇଯିବ 80 ଏଇଟା 82 ଦେଇଛି କି ନା କେତେ ଦେଇଛି ଏଇଟା 87 7 ଦେଇଛି 87, ହଁ ଯେ ଏଇଟାର ଆର ପରସେଣ୍ଟେଜ ଆବଣ୍ଡାନ୍ସ ଟା କେତେ ପଚାରୁଛି 82, ହଁ 82.56 ଦେଇଛି। 82.56 ବାଇ କତ ହେଇଯିବ 100 ଇନଟୁ କଣ ହେଇଯିବ 87.91, 91 ତା ଭିତରେ ଏଇଟା ବାହାର କରିଦେବେ ଆଉ କଣ କାଲକୁଲେସନ କରିକି ଆଉ ଇଜି ଆଉ କେମିତି ହବ ଆଉ, ଏଇଟା ବା ପଢିଲେ ଏବେ ଯୋଉ ପରସେଣ୍ଟେଜ ଆବଣ୍ଡାନ୍ସ ଯୋଉଟା ସେଇଟା ଏଇଟା ଆଜ୍ଞା এই যে ফ্র্যাকশনাল আবন্ডান্স ইনটু কোন আইসোটোপিক মাস, আইসোটোপিক মাস দিয়ে ଦେଇଥିଲା ଆଉ କଣ ଆଉ ପରସେଣ୍ଟେଜ ଦେଇ ଦେଇଥିଲା ଖାଲି ବାହାର କରିବା। ତାପରେ ହେଲା ମୋଲେକୁଲାର ମାସ୍, ମୋଲେକୁଲାର ମାସ୍ କଣ ଆମର ଯେମିତି କଣ ଆଟମିକ ମାସ୍ ଯେମିତି କଣ କାର୍ବନ 12 କୁ କଣ ନିଆହେଇଥିଲା ରେଫରେନ୍ସ ନିଆହେଇଥିଲା, ମୋଲେକୁଲ ରେ ବି C12 କୁ ରେଫରେନ୍ସ ନିଆ ହେଇଛି, ଦରକାର ନାହିଁ ନଥିଙ୍ଗ ନିଡେଡ, ଆମେ ତାକୁ ଦରକାର ପଡିବାନି, ଆମେ ତାକୁ ନର୍ମାଲି ଆମେ ଡାଇରେକ୍ଟ କହିଦେଲେ ବି ହବ କଣ ମୋଲେକୁଲାର ମାସ୍ କୁ ସମ ଅଫ ଦ କଣ ଆଟମିକ ମାସ୍, ଆମେ କମ୍ପିଟେଟିଭ ଲାଇନ ପାଇଁ ପଢୁଛନ୍ତି ତେଣୁ ସେ ଆଟମିକ ମାସ୍ କହିପାରିବା କି ନାଇଁ। ତାହେଲେ ମନେକର ମୁଁ ଏକ୍ସାମ୍ପଲ ଯଦି ନେବି ତାହେଲେ ମୋଲେକୁଲାର ମାସ୍ କଣ ହେଇଯିବ H2SO4 କେତେ ହେବ, ତାର ସମସ୍ତଙ୍କର କଣ ବାକ୍ୟା ସମସ୍ତଙ୍କର ଆଟମିକ ମାସ୍, ହାଇଡ୍ରୋଜେନ କେତେ ହେଲା 2, ଇଏ ସଲଫର କେତେ ହେଇଯିବ 32, ଇଏ ହେଇଯିବ 64, କେତେ ହେଲା 92, 98 ହେଇଯିବ। ଆମର ଗୋଟେ ପଡିଥିଲା ଏକ୍ସାମ ରେ RHT ରେ କୋଶ୍ଚିନ୍ ଟା ରଖି ନାହିଁ, ଗ୍ଲୁକୋଜ ର ମୋଲେକୁଲାର ମାସ୍ ପଚାରିଥିଲା, C6H12O6 ପଚାରିଥିଲା ଯୋଉ କୋଉଥିରେ RHT ରେ ବୋଧେ PCM ରେ ନା CBZ ରେ C6H12O6, ତାହେଲେ କେତେ ହେଇଯିବ ଏଇଗୁଡାକ ସବୁ ମନେ ରଖିବେ। ତାହେଲେ କାର୍ବନ କେତେ 12 ଇନଟୁ 6 72 ବାସ୍ତରୀ, ଇଏ ହେଇଯିବ 12, ଇଏ ହେଇଯିବ ସ୍କ୍ରିନ୍ ତ 16 ସାର୍ କେତେ ଶୋ କରୁଛି 96, 96, ତାହେଲେ କେତେ ହେଇଗଲା ଟୋଟାଲ ମିଶେଇ ଦେଲେ 180 ବୋଧେ ହେଇଯିବ ନା କଣ ନା, ଏଇଟା ସାର୍ ନର୍ମାଲ ସ୍କ୍ରିନ୍ ଶୋ ଜିନିଷ କରୁଛି ଗୁଡାକ ମନେ ରଖିବେ। ଆର କେତେ ଆଟମିକ ମାସ୍, ଆଉ ଗୋଟେ କଣ KMnO4 ହେଲା କି ନାଇଁ, ପୋଟାସିୟମ ପରମାଙ୍ଗନେଟ ଏଇଟା ମନେ ରଖିବେ, K2Cr2O7, 2Cr2O7, ଏଗୁଡା ସବୁ ମାନେ କିଛି ଜିନିଷ କଣ ପାଟିରେ ମନେ ରଖିଥିବେ, ଏଇଟା ବାହାର କରିବାକୁ ପଡିବନି ଏକ୍ସାମ ରେ ଯେମିତିଆ, ହଁ ମତେ ଜଣା ଅଛି ଏଇଟା 180 ଡାଇରେକ୍ଟ ଲେଖିବେ, ଡାଇରେକ୍ଟ କ୍ରସ କରିକି ଯିବେ, କିଛି କିଛି ଜିନିଷ କଣ କଲେ କମନ ଜିନିଷ ଗୁଡାକ ହେଲା କି ନାଇଁ, ଏଇଟା ପଚାରିଥିଲା। ଆଉ ଗୋଟେ କଣ ଅଛି ଆମର, ନେକ୍ସଟ ଯିବା ଫର୍ମୁଲା ମାସ୍, ଫର୍ମୁଲା ମାସ୍ ସେମ୍ ଆଟମିକ ମାସ୍ ଯାହା ଫର୍ମୁଲା ମାସ୍ ସେଇଆ ସେମ୍ ଆକାରରେ ବାହାର କରିବା, କିନ୍ତୁ ଫର୍ମୁଲା ଟା ଆମେ ବେଳେ ବେଳେ ରିପ୍ରେଜେଣ୍ଟ ଟାଇପ ଅଫ ରିପ୍ରେଜେଣ୍ଟ ଟା ଅଲଗା ହେଇଯାଏ, ସେଥିପାଇଁ ଆମେ ତାକୁ ଫର୍ମୁଲା ମାସ୍ ବୋଲି ଆମେ କହୁଛୁ। ହେଲା ମନେକର ତାର ଗ୍ରାମ ଆଟମିକ ମାସ୍ ବି ଆମେ ନେଇପାରିବା, ଯୋଉ ଗ୍ରାମ ମୋଲେକୁଲାର ମାସ୍ ଏଗୁଡା ମୁଁ କହିଲିନି, ଆମେ କହିପାରିବା କଣ ଗ୍ରାମ ମୋଲେକୁଲାର ମାସ୍ କେମିତି ବାହାର କରିବା, ଯଦି କଣ କରିବା ଆମେ କଣ ଗ୍ରାମ ରେ ଏକ୍ସପ୍ରେସ କରିବା କାହାକୁ ମୋଲେକୁଲାର ମାସ୍ କୁ, ତାହେଲେ କଣ ମୋଲେକୁଲାର ମାସ୍ କୁ ଆମେ କଣ ଥରେ ଏକ୍ସପ୍ରେସ କରିବା, expressed in gram, ଗ୍ରାମ ରେ କଲେ କଣ ଗ୍ରାମ ମୋଲେକୁଲାର ମାସ୍, ସେଇ ଟାଇପର ଆମେ କହିପାରିବା 1 ଗ୍ରାମ ଅଫ ମୋଲେକୁଲ ଅଫ ଅକ୍ସିଜେନ, 1 ଗ୍ରାମ ଅଫ ମୋଲେକୁଲ ଅଫ ଅକ୍ସିଜେନ, ଇକ୍ୱାଲ ଟୁ ମୁଁ କହିପାରିବି ଗ୍ରାମ ମୋଲେକୁଲାର ମାସ୍ ଅଫ ଅକ୍ସିଜେନ, ଗ୍ରାମ ମୋଲେକୁଲାର ମାସ୍ ଅଫ ଅକ୍ସିଜେନ, ଅକ୍ସିଜେନ ତାହେଲେ କେତେ କେତେ ହବ ମୋଲେକୁଲାର ମାସ୍ ଅଫ ଅକ୍ସିଜେନ କହିଲେ କେତେ ହବ 16 ମୋଲେକୁଲାର ମାସ୍ ଅଫ ଅକ୍ସିଜେନ, ଅକ୍ସିଜେନ ଗୋଟେ ମୋଲେକୁଲ ପଚାରିଛି, ସେ ଆଟମ ପଚାରୁନି, 32 ହବ, ଏଇ ତ ଛୋଟ ଛୋଟ ଜିନିଷ ସେଇଥିପାଇଁ ପଢିବା କଥା, କେତେ 32, O2 କଣ ଗୋଟେ ମୋଲେକୁଲ, ଅକ୍ସିଜେନ O2 ମୋଲେକୁଲ ସେ ପଚାରୁଛି, ବୁଝିଲେ ନା ନାଇଁ, ଆଟମ ପଚାରୁନି। ସ୍କ୍ରିନ୍ ସାର୍ ଶୋ କରୁଛି ହଁ ଶୋ କରୁନି କାହାକୁ, କି ଶୋ ତ କରୁନି ଶୋ ଶୋ କରୁନି, କରୁଛି ତ ନା ସାର୍ ଶୋ କରୁଛି। ତାହେଲେ ଯାହାକୁ ଶୋ କରୁଛି ତ କରୁନି ସେ ଶୋ। ଟିକେ ଆଉଥରେ ଜଏନ ହେଇଯାଆନ୍ତୁ, ଇଏ କରିକି ସରି ଆସିଲା ବି ପଢା, ଆଉଥରେ ଜଏନ ହେଇଯାଆନ୍ତୁ, ହେଲା କି ନାଇଁ। ଓକେ
ଆଦର ଜଏନ୍ ହେଇଯାଆନ୍ତୁ। ତାପରେ ଫର୍ମୁଲା ମାସ୍ କଣ ନା କିଛି କଣ ମଲିକ୍ୟୁଲ ଗୁଡାକ ଆମର ଡିସ୍କ୍ରିଟ୍ ମଲିକ୍ୟୁଲରେ କଣ ଏକ୍ଜିଷ୍ଟ କରନ୍ତିନି, ସେଥିପାଇଁ ତାକୁ ଆମେ ଫର୍ମୁଲା ମାସ୍ କହିପାରିବା। ଦେଖ ମନେକର ଦେଖିଦେବି such substances does not exist in discrete molecule ମାନେ ମଲିକ୍ୟୁଲ ଆମର କଣ ପ୍ରେଜେଣ୍ଟ କରନ୍ତି। ଯେମିତିକା ଏକ୍ସାମ୍ପଲ ଆମେ ନେଇଯିବା ସୋଡିୟମ Na+ କଣ ହେଲା Cl-, ତାହେଲେ ଏଗୁଡା କଣ ସବୁ, ଏଗୁଡା କଣ ଆୟନିକ ଗୁଡାକ କୋଉଥିରେ ଅଛି ଆୟନିକ ଫର୍ମରେ କି ନାଇଁ। ଆମେ ଯଦି ସୋଡିୟମ ପ୍ଲସ Na+, ଏହାର ଫର୍ମୁଲା କଣ ହେଇଯିବ NaCl କି ନାଇଁ, ସୋଡିୟମ କ୍ଲୋରାଇଡ। ତାହେଲେ ଏହାର କଣ ଗୋଟେ ଏଇଟା ହେଲା ଫର୍ମୁଲା। ତାହେଲେ ଆମେ ଯେତେବେଳେ ସୋଡିୟମ କ୍ଲୋରାଇଡ ର କଣ କରିବା, ଆମେ ଲେଖିବାନି କି ସୋଡିୟମ କ୍ଲୋରାଇଡ କଣ NaCl ହେଇପାରିବ, KCl ବି ହେଇପାରିବ, ଏମିତି ଏକ୍ସାମ୍ପଲ ବି ହେଇପାରିବ। ଆମେ ସଲ୍ଟରା ଆମେ ଏଠି କହିବାନି କି ସୋଡିୟମ କ୍ଲୋରାଇଡ କଣ ମଲିକ୍ୟୁଲାର ମାସ୍ ବୋଲି, ଆକୁ ଆମେ କହିବା ଫର୍ମୁଲା ମାସ୍ ବୋଲି। ବାହାର କରିବା କଣ ସେ ସେମ ଟାଇପ ର ବାହାର କରିବା। ଫର୍ମୁଲା ମାସ୍ କେତେ ନା ସୋଡିୟମ ର କେତେ ହେଇଯିବ, ସୋଡିୟମ ର କେତେ 23, କ୍ଲୋରିନ ର 35.5, ବୁଝିଲା। ତାହେଲେ କେତେ ହେଇଯିବ ଇଏ 8 3 2 5 58.5, ବୁଝିଲା ଏବେ। ଠିକ ଅଛି, ଆଜିର କ୍ଲାସ ଏତିକି ରଖିବା। ଥ୍ୟାଙ୍କ୍ସ ଟୁ ଅଲ୍। Yes. ପଢାପଢି ଟିକେ କରନ୍ତୁ, ଏକ୍ସାମ ପାଖେଇଲାଣି।